ଦୁଇ ଜଣ ରୋହିଙ୍ଗ୍ୟା ବୁଢ଼ା ସାଇକେଲ ଧରି ଗାଁ ଭିତରେ କ'ଣ ଗୋଟେ ବିକ୍ରି ବଟା କରିବା ପାଇଁ ପଶୁଥିଲେ। ତାକୁ ଦେଖି ଦୁଇ ଜଣ ହିନ୍ଦୁ ଯୁବକ ବାରଣ କରି କହିଲେ ଯେ ତମେମାନେ ଗାଁ ଭିତରେ ପଶିପାରିବ ନାହିଁ, ତମେ ଯଦି ଜୟ ଶ୍ରୀରାମ କହିବ ତାହେଲେ ହିଁ ଆମେ ତମକୁ ଗାଁ ଭିତରେ ପଶିବାକୁ ଦେବୁ। କିନ୍ତୁ ସେ ରୋହିଙ୍ଗ୍ୟା ବୁଢ଼ା ଦୁଇ ଜଣ ତ ଜୟ ଶ୍ରୀରାମ କହିଲେ ନାହିଁ, କହିଲେ ଆମ ପାଖରେ ଆଧାର କାର୍ଡ଼ ଅଛି, ଆମେ ବହୁତ ଦିନ ହେଲା ଏଠାରେ ବେପାର ବାଡ଼ି କରି ଆସୁଛୁ। କିନ୍ତୁ ହିନ୍ଦୁ ଯୁବକମାନେ ତାକୁ ଗାଁରେ ପଶାଇ ଦେଇ ନଥିଲେ। ଏହି ଭିଡ଼ିଓଟି ପୋଷ୍ଟ ହେଇଥିଲା। এই ଭିଡ଼ିଓର ପୋଷ୍ଟର କମେଣ୍ଟରେ କେତେଜଣ ଦୋଗଲା ହିନ୍ଦୁ କମେଣ୍ଟ କରିକି କହୁଛନ୍ତି ଯେ ଆରେ ବେଚରା ବୁଢ଼ାଟା, ତୁମେମାନେ ଅନ୍ଧଭକ୍ତ, ତୁମେମାନେ କୁସଂସ୍କାରୀ। ତ ଏଇ ଯେଉଁ ରୋହିଙ୍ଗ୍ୟା ମୁସଲମାନ ମାନେ କେବେ ବି ବେଚରା ନଥିଲେ। ଏମାନେ ଚାରିଟାକୁ ବାହା ହେବେ, 20ଟା ପିଲା ଜନ୍ମ କରିବେ, ନିଜେ ତ ମରିଯିବେ, କିନ୍ତୁ ସେଇ 20 ଜଣ ପିଲା ପକ୍କା ଜେହାଦୀ ମୁସଲମାନ ହୋଇକି ବାହାରିବେ, ଯେଉଁମାନେ ଦେଶରେ ଦଙ୍ଗା ହଙ୍ଗାମା କରିବେ, ଚୋରି ଡକାୟତି କରିବେ, ଆଉ ତୁମର ଘୋର ବିରୋଧୀ ହେବେ। ଦେଖନ୍ତୁ, ତୁମେମାନେ ଯେଉଁ ଦୋଗଲା ହିନ୍ଦୁମାନେ କୁହନ୍ତି କମେଣ୍ଟରେ ଯେ ତୁମେମାନେ କାହିଁକି ବିଜେପିକୁ ସପୋର୍ଟ କଲ, କାହିଁକି ତୁମେ ବିଜେପିକୁ ଭଲ ପାଉଛ, କାହିଁକି ତୁମେ ବିଜେପି ପଛରେ ଅଛ। ଦେଖ, ଯିଏ ରାଷ୍ଟ୍ର ସପକ୍ଷରେ ଅଛି, ଯିଏ ଦେଶ ସପକ୍ଷରେ ଅଛି, ଯିଏ ଧର୍ମ ସପକ୍ଷରେ ଅଛି, ସବୁବେଳେ ଆମେ ତା ସହିତ ଅଛୁ ଆଉ ରହିବୁ ମଧ୍ୟ। ଏବେ ଦେଖୁନ ଏଇ ଯେଉଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧୀନରେ କିପରି ରୋହିଙ୍ଗ୍ୟା ସଫାଇ କାର୍ଯ୍ୟକ୍ରମ ଚାଲିଛି, ଭଲ ଲାଗୁନି ସେଇଟା। ଠିକ୍ ସେପରି ଏବେ ଭଦ୍ରକରେ ମଧ୍ୟ ମୋହନ ମାଝୀ ଅଧୀନରେ ସେମିତି ରୋହିଙ୍ଗ୍ୟା ସଫାଇ କାର୍ଯ୍ୟକ୍ରମ ଜୋରସୋରରେ ଚାଲିବ। ସେଇଟା ହିଁ ଆମର ଖୁସି, ସେଇଟା ହିଁ ଆମର ଆନନ୍ଦ। ଯେଉଁମାନେ ଦେଶ ସପକ୍ଷରେ, ଯେଉଁମାନେ ଧର୍ମ ସପକ୍ଷରେ, ଯେଉଁମାନେ ରାଷ୍ଟ୍ର ସପକ୍ଷରେ ରହିବେ, ସବୁବେଳେ ତାଙ୍କୁ ସପୋର୍ଟ କରିବା କଥା, ସବୁବେଳେ ତାଙ୍କ ପଛରେ ରହିବା କଥା।